ପିଲାମାନେ ଆମର ଏହା ହଉଛି ପ୍ରାକ୍ଟିସ ସେଟ୍ ନମ୍ବର 27। ଆମେ କହିପାରିବା ପ୍ରାକ୍ଟିସ 27 ନମ୍ବର ଆମେ ଡିସ୍କସନ କରିବା କ୍ୱେଶ୍ଚିନ୍ ନମ୍ବର 21 ଠାରୁ ଆମର ଟେଷ୍ଟ 5 ଓକେ। ପ୍ରଥମ ପ୍ରଶ୍ନ ପିଲାମାନେ ପଢିବା ଆର୍ ଦେୟାର ଡ୍ୟାଶ୍ ଟ୍ରିଜ୍ ଆଣ୍ଡ ଫ୍ଲାୱାର୍ସ ଇନ୍ ଦ ଗାର୍ଡେନ। ପିଲାମାନେ ଆମେ କହିପାରିବା ନେଗେଟିଭ ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଯେତେବେଳେ ଆମେ ୟୁଜ କରିବା ସେଥିରେ ଆମେ ବେସିକାଲି 95% କେସରେ ଆମେ ଏନିର ବ୍ୟବହାର କରିବା ଏବଂ କୋଉଠି ସମର ବ୍ୟବହାର କରିବା ତମମାନଙ୍କୁ ମୁଁ ଟିକେ କହି ରଖୁଛି ଆର୍ଟିଫିସିଆଲ ଇଂଲିଶ ଚ୍ୟାନେଲରେ ଗୋଟେ ସମ୍ପୂର୍ଣ୍ଣ ଲେକ୍ଚର ମୁଁ ପକେଇ ଦେଇଛି ଏନି ଆଉ ସମର ୟୁଜ। ତମେ ସେଇଟା ପ୍ରଥମେ ଦେଖିନିଅ, ଲିଙ୍କ ଡେସ୍କ୍ରିପସନ ବକ୍ସରେ ଅଛି। ତାପରେ ଆମେ ଆଲୋଚନା କରିବା। ତଥାପି କହି ରଖୁଛି ସମ୍ ପିଲାମାନେ ଆମର ୟୁଜ ହବ କୋଉଠି, ମନେ ରଖିଥିବା ଯେତେବେଳେ ଆମେ ଆଫର୍ମେଟିଭ ସେଣ୍ଟେନ୍ସ ବ୍ୟବହାର କରୁଥିବା ବେସିକାଲି ତା ସହିତ କିଛି ୟୁଜ କାଉଣ୍ଟେବଲ ଏବଂ ଅନକାଉଣ୍ଟେବଲ ପ୍ଲୁରାଲ ନାଉନ୍ସ ପାଖରେ ଆମେ ସମର ବ୍ୟବହାର କରିବା। ଏଇ ଏନି ସବୁବେଳେ ପାଇଁ ନେଗେଟିଭ ସେନ୍ସ ନବ, ଯୋଉଟା କି ଅନକାଉଣ୍ଟେବଲ ଏବଂ କାଉଣ୍ଟେବଲ ସେନ୍ସରେ ପ୍ଲୁରାଲ ନାଉନ୍ ପାଖରେ ସେ ୟୁଜ ହେଇପାରିବ ବା କହିପାରିବା, କିନ୍ତୁ ବେସିକାଲି ୟୁଜ ହୁଏ ମାନେ ସିଙ୍ଗୁଲାର ନାଉନ୍ ପାଖରେ। ମନେ ରଖ ସମ୍ 95% କେସରେ ପିଲାମାନେ ବ୍ୟବହାର ହବ କୋଉଥିରେ, ପ୍ଲୁରାଲ ନାଉନ୍ସ ପାଖରେ। ଧର ଭାବିଲେ ମୁଁ ତମକୁ କହିଲି ଆଇ ହାଭ ସମ୍ ମନି, ମୋ ପାଖରେ କିଛି ଟଙ୍କା ଅଛି। ତ ପିଲାମାନେ ଏଠି ସମ୍ କଲେ ମୋ ପାଖରେ କିଛି ଟଙ୍କା ଅଛି ଯୋଉଟା ଏକ୍ଜିଷ୍ଟ କରୁଛି, ଧରନ୍ତୁ ଇଣ୍ଡିକେଟ କରିବ ମୋର ଦ୍ୟାନ ୱାନ୍ ଅଫ ସମଥିଙ୍ଗ ଏକ୍ଜିଷ୍ଟ। ଅଧିକ ପିଲାମାନେ ଆଲୋଚନା କରୁନି, ତମମାନଙ୍କୁ ଗୋଟେ ଲେକ୍ଚର ଦିଆଯାଇଛି, ତମମାନେ ସେଥିରେ ପ୍ରାକ୍ଟିସ କରିପାରିବେ। ଆଲୋଚନା କରିବା କ୍ୱେଶ୍ଚିନ୍ ନମ୍ବର 21 ପିଲାମାନେ ପ୍ରଶ୍ନ ଭଲସେ ପଢି ରଖ। 21 are there dash trees and flowers in the garden? Option A ପିଲାମାନେ are there a trees and flowers in the garden? ତ ପିଲାମାନେ ଏ ଆମର ୟୁଜ ହବନି କିମ୍ବା ଡି ଆମେ ୟୁଜ କରିବାନି। ଡି କହିଲେ ପିଲାମାନେ ବ୍ଲାଙ୍କ ରଖିବା, ନା ବ୍ଲାଙ୍କ ରଖି ହବନି, ଆମକୁ କିଛି ନା କିଛି ଏଠି ୟୁଜ କରିବାକୁ ପଡିବ। ମାନେ କୌଣସି ପ୍ରିପୋଜିସନ ହଉ କିମ୍ବା କୌଣସି ଆର୍ଟିକଲ ହଉ କିମ୍ବା ନହେଲେ ସମ୍ କିମ୍ବା ଏଣ୍ଡିର। ତ ଦେଖିବା ପିଲାମାନେ କ୍ୱେଶ୍ଚିନ୍ 21 are there some trees and flowers in the garden? ଏଠି ପ୍ରଶ୍ନ ପଚାରୁଛି ଜଣକୁ ମାନେ କିଛି ଫୁଲ କିମ୍ବା ଗଛ ଅଛି କି, ନା ଆର୍ ଦେୟାର ଏନି ପିଲାମାନେ ୟୁଜ ହବ। କାହିଁକି ନା ଯେତେବେଳେ ନେଗେଟିଭ କହିଲେ ଇଣ୍ଟରୋଗେଟିଭ ସେନ୍ସ ହବ, କିଛି ପ୍ରୋନାଉନ୍ସ ପାଖରେ ପ୍ରଶ୍ନାତ୍ମକ ଭାବନା ଆସିବ। ଯେତେବେଳେ ଇଣ୍ଟରୋଗେଟିଭ ସେନ୍ସ ଆସିବ ଆମେ ୟୁଜ କରିବା ଅପସନ ନମ୍ବର ସି ଓକେ। ଏନି 22 ଦେୟାର ଇଜ ଡ୍ୟାଶ ଇଲେକ୍ଟ୍ରିକ କୁକର। ସିଙ୍ଗୁଲାର ପିଲାମାନେ ଆମ କଥା ପଚାରିଲା ଦେୟାର ଇଜ ଆନ୍, ତ ସ୍ୱାଭାବିକ ପିଲାମାନେ ଆମେ ଏଠି ଆନ୍ ୟୁଜ କରିବା, ଏଥିରେ ସମ୍ ଏନିର କିଛି ପ୍ରଶ୍ନ ହିଁ ଉଠୁନି। 23 ନମ୍ବର ଦେୟାର ଆର୍ ଡ୍ୟାଶ ଗୁଡ ରେଷ୍ଟୁରାଣ୍ଟସ ନିୟର ବାଇ। ଗୁଡ ରେଷ୍ଟୁରାଣ୍ଟସ ପିଲାମାନେ ଆମେ କହିପାରିବା ଅପସନ ଏ ଦେୟାର ଆର୍ ଏ ଗୁଡ ରେଷ୍ଟୁରାଣ୍ଟସ, ନା ଏ ତ ପିଲାମାନେ ୟୁଜ ହବନି, ଏଥିରେ ଆମେ ଏନି ବ୍ୟବହାର କରିବା ନହେଲେ ସମ୍। क्वेश्चन 23 ପିଲାମାନେ ଆମେ ସମର ବାହାର କରିବା, କାହିଁକି ନା କୁହାଯାଉଛି କିଛି ରେଷ୍ଟୁରାଣ୍ଟସ ଅଛି ଇମ୍ପ୍ରମେଣ୍ଟ ସେନ୍ସ ହିସାବରେ ଦେଖିବା, ଯୋଉଟା କି ରେଷ୍ଟୁରାଣ୍ଟ କହିଥିଲେ ଅଲଗା କଥା, ରେଷ୍ଟୁରାଣ୍ଟସ କୁହାଯାଇଛି ଓକେ। 24 ଅପଷ୍ଟେୟାର୍ସ ଦେୟାର ଇଜ ଡ୍ୟାଶ ବିଗ ବାଥରୁମ। ଏଠି ଅଲରେଡି କହିଦେଇଛି ଅପଷ୍ଟେୟାର୍ସ, ସେଠି ତମେ ଯାଅ ସେଠି ଗୋଟେ ବାଥରୁମ ଅଛି, କୌଣସି ବାଥରୁମ ଅଛି ଅଛି କହିଲେ ପିଲାମାନେ ଆମେ କହିପାରିବା 24 ନମ୍ବର ଅପସନ ନମ୍ବର ଆମେ କହିବା ବି, ଗୋଟେ ବାଥରୁମ ଅଛି, ସେ ଅଲରେଡି ଆଫର୍ମେଟିଭ ସେନ୍ସ କହିଦେଇଛି। ଯଦି ପଚାରିଥାନ୍ତା ମତେ ଯଦି ପ୍ରଶ୍ନାତ୍ମକ ଭାବନା ଥାନ୍ତା ତାହେଲେ ଆମେ ଏନିର ୟୁଜ କରିଥାନ୍ତେ। ଦେଖ ଯୋଉମାନେ ବୁଝିପାରୁନ କୋଉଠି ପ୍ଲୁରାଲ ଆମର କାଉଣ୍ଟେବଲ ନାଉନ୍ କୋଉଠି କାଉଣ୍ଟେବଲ ନାଉନ୍ ଆମେ କହିପାରିବା, ସରି ମାନେ ଅନକାଉଣ୍ଟେବଲ ନାଉନ୍ସ କିମ୍ବା ଆଫର୍ମେଟିଭ ସେଣ୍ଟେନ୍ସ କୋଉଠି ୟୁଜ ହଉଛି ସମ୍ କିମ୍ବା ଏନି। ପ୍ରଥମ ପିଲାମାନେ ମୋ ରିକ୍ୱେଷ୍ଟ ରହିବ ତମାନେ ସେ ଲେକ୍ଚର ଦେଖିନିଅ, ତାପରେ ପ୍ରାକ୍ଟିସ କର। 25 ନମ୍ବର ଡଜ ଦି କଟେଜ ହାଭ ଡ୍ୟାଶ ଡାଇନିଂ ରୁମ୍। ଏଠି ପିଲାମାନେ ପ୍ରଶ୍ନାତ୍ମକ ଭାବନା ଆସିଲା ପ୍ରଥମ। 25 ନମ୍ବର ପିଲାମାନେ ଆମେ ଏଠି କଣ ବ୍ୟବହାର କରିବା, ଡଜ ଦ କଟେଜ ହାଭ ଏନି ଡାଇନିଂ ରୁମ୍ ହେଇପାରେ। ଦେଖିବା ଡଜ ଦ କଟେଜ ହାଭ ଆନ୍ ଡାଇନିଂ ରୁମ୍ ହେଇପାରେ ପିଲାମାନେ। ଡଜ ଦ କଟେଜ ହାଭ ଏ ଡାଇନିଂ ରୁମ୍, ଯଦି ପିଲାମାନେ ପ୍ରଶ୍ନ ପଚାରିକି ତମମାନଙ୍କୁ କୌଣସି କାଉଣ୍ଟେବଲ ନାଉନ୍ ମାନେ ପ୍ଲୁରାଲ କାଉଣ୍ଟେବଲ ନାଉନ୍ କଥା କହିଥାନ୍ତି, ତାହେଲେ ତମମାନେ ଏଠି ୟୁଜ କରିଥାନ୍ତେ ଏନି। ତ ଆମର ଅପସନ ନମ୍ବର କହିପାରିବ ସି ହିଁ ୟୁଜ ହବ, ଏ ଡଜ ଦ କଟେଜ ହାଭ ଏ ଡାଇନିଂ ରୁମ୍। 26 ନମ୍ବର 26 ପିଲାମାନେ ଦି ଭିଲେଜ ଅଫ ଦ କିଙ୍ଗ ମୋର। କିଙ୍ଗ ମୋର ପିଲାମାନେ ଗୋଟେ ଗାଁ ନା ହାଜ ଡ୍ୟାଶ ପୋଷ୍ଟ ଅଫିସ ଆଣ୍ଡ ଡ୍ୟାଶ ସପ୍। ପିଲାମାନେ ମତେ କହିଲେ ଏଠି ତମମାନଙ୍କୁ କଣ ଲାଗୁଛି, ଦି ଭିଲେଜ ଅଫ ଦ କିଙ୍ଗ ମୋର ହାଜ ଏ ପୋଷ୍ଟ ଅଫିସ ଆଣ୍ଡ ଏ ସପ୍। ଏଠି ସମ୍ ଏନିର କିଛି ଆବଶ୍ୟକ ପଡୁନି, କାହିଁକିନା ଏଠି ଇଣ୍ଡିକେଟ କିଛି କରିବାକୁ ନାହିଁ। ସବୁବେଳେ ମୁଁ କହିପାରିବି ଗୋଟେ ଗାଁରେ ଅଛି ଗୋଟେ ପୋଷ୍ଟ ଅଫିସ ଅଛି, ଗୋଟେ ଗୋଟେ ଦୋକାନ ଅଛି। 26 ଅସମସ୍ତ ପିଲାମାନେ ରାଇଟ ଆନ୍ସର। 27 ଆର୍ ଦେୟାର ଡ୍ୟାଶ ଗୁଡ ବିଚେସ୍ ନିୟର ଦ କଟେଜ। ଆର୍ ଦେୟାର ଏନି ଗୁଡ ବିଚେସ୍ नो नियर द कटेज। ଆମେ ଆନ୍ସର ପିଲା ଲେଖିପାରିବା କ୍ୱେଶ୍ଚନ 27 ଅପସନ ନମ୍ବର ଏ ରାଇଟ ଆନ୍ସର। ଆର୍ ଦେୟାର ଏନି ପ୍ରଶ୍ନାତ୍ମକ ଭାବନା ଆସୁଛି, ତା ସହିତ ପଚାରୁଛି ଏମିତି ଯେ କୌଣସି ଜିନିଷ ଅଛି କି ଯାହା ଏକ୍ଜିଷ୍ଟ କରୁଛି କିନ୍ତୁ କୁହାଯାଉଛି ସିଙ୍ଗୁଲାର ନାଉନ୍ କଥା।
good witches. Okay. 28 number, dash there any coughs? Yes, there are. 11 question 28 हम पढ़िया पढ़िबो ना ऑप्शन ए राइट आंसर are there any coughs? Yes, there are. 29 is dash a television? Yes, there is. Is लगे प्लान ए लगे हम देखियो is there a television? कौन सी टीवी सेट अच्छे कि टेलीविजन अच्छे कि हम करे yes there is. ऑप्शन नंबर बी. 30 पिला माने there dash any flowers? There are any flowers? There is any flowers पिला माने any पछा दे हम नकारात्मक माने are not किंबा is not. flowers কথা पिला माने जेहेतु कहिछि क्वेश्चन 30 हम are not रे यूज करिबा. ओके. बस पिला माने सिंपल थिला हमर कहि परिबा सम एंड व्यवहार. तुम जदी टोटल न देखिছো सम केमिति व्यवहार करे जाय एनी केमिति व्यवहार करे जाय कारण दी दिलार अर्थ एकाठी. ओके. समर्थन किछि नेथि कोनोसी किंतु तमर कॉन्सेप्ट प्रथम क्लियर करिया गेले आरके सर इंग्लिश चैनल जाई तमन सेटा देखियो पड़िबो. ओके. पूरा बहुत बढिया लेक्चर तमन दिया जायछि. आई होप पिला माने तमन वीडियो पसंद आसिला तमन को शेयर सब्सक्राइब निहित आवश्यक अछि. आज पिला माने क्लास ट्रेन करछ नेक्स्ट क्लास डिस्कशन करे क्वेश्चन नंबर 31 सॉरी 31 टा.